ଏ କାହାଣୀ ହେଉଛି ସେ ଗରିବ ଶ୍ରମିକଙ୍କର ଯିଏ ନିଜ ପେଟ ପାଇଁ ନିଜ ପରିବାର ପାଇଁ ବିପଦପୂର୍ଣ୍ଣ ଭାବେ କାମ କରିବାକୁ ପଛଉନଥିଲେ। ଦୁର୍ଘଟଣା ଭଳି ଲାଗୁଥିବା ଏ ଘଟଣା କେଉଁ ମର୍ଡର କେସ୍ଠୁ ବି କମ୍ ନଥିଲା। ଜୀବନ ଯାଇଥିବା ପରିବାରଙ୍କ ଆଖିରେ ଥିଲା ଲୁହ। କିଏ ନିଜ ପୁଅକୁ ହରେଇ କାନ୍ଦୁଥିଲା ତ କିଏ ନିଜ ସ୍ୱାମୀକୁ ହରେଇ କାନ୍ଦୁଥିଲା ତ ଆଉ କିଏ ନିଜ ବାପାକୁ ହରେଇ କାନ୍ଦୁଥିଲା। କିନ୍ତୁ ଏ ସବୁ କାନ୍ଦ କିଛି ମୁହୂର୍ତ୍ତରେ କିଛି ଟଙ୍କାରେ ବିକ୍ରି ହେଇଯିବ ଏକଥା ତ ନିଶ୍ଚିତ ଜଣାପଡ଼ୁଥିଲା। ହେଲେ ଯେଉଁ ମଣିଷଟା ନିଜ ପରିବାର ପାଇଁ ପେଟରେ ଦାନା ଦେବାକୁ ଆସି ଜୀବନ ହାରିଲା ସେ ମଣିଷ କ'ଣ ଆଉ କେବେ ଫେରିବ? ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଶୋଇଯାଇଥିଲା। ନା ଥିଲା କିଛି ସୁରକ୍ଷା ବ୍ୟବସ୍ଥା, ନା ଥିଲା କିଛି ନିୟମ କାନୁନ। କେବଳ ସେହି ମାଫିଆମାନଙ୍କ କଥାରେ ଚାଲିଥିଲା ପୁରା ବ୍ୟବସ୍ଥା। ପ୍ରଶାସନ ଶୋଇଥିଲା, ଖଣି ବିଭାଗ ବି ଆଖି ବୁଜି ଦେଇଥିଲା। ତାରି ଭିତରେ ସବୁ ନୀତି ନିୟମକୁ ବେଖାତିର କରି ଖଣି ମାଫିଆମାନେ ଚଳେଇଥିଲେ ରାଜୁତି। ଅନେକ ଅଭିଯୋଗ, ଘନ ଘନ ଖବର ପ୍ରସାରଣ ଭିତରେ ଯେମିତି ଚେଇଁ ରହି ଶୋଇବାର ଅଭିନୟ କରି ଘୁଙ୍ଗୁଡ଼ି ମାରୁଥିଲା ଜିଲ୍ଲା ପ୍ରଶାସନ ଆଉ ଖଣି ବିଭାଗ। ସେ ଖଣି ବିଭାଗର ଅଧିକାରୀ ହୁଅନ୍ତୁ କି ରାଜସ୍ୱ ବିଭାଗର ଅଧିକାରୀ କି ପୋଲିସ ପ୍ରଶାସନଠୁ ଜିଲ୍ଲା ପ୍ରଶାସନ, ସମସ୍ତେ ନୀରବ ଥିଲେ। ସେହି ନୀରବ ରହିବାର କାରଣ ତ ଆପଣମାନେ ଭଲ ଭାବରେ ଜାଣିପାରୁଥିବେ। ଡିନାମାଇଟ୍ ଭଳି ବିସ୍ଫୋରକ ବ୍ୟବହାର କରି ପଥର ଖଣିକୁ ବ୍ଲାଷ୍ଟିଂ କରନ୍ତି ଏହି ଖଣି ମାଫିଆମାନେ। ସବୁଦିନ କିନ୍ତୁ ସମାନ ଯାଇନି ଆଜ୍ଞା। ମାନସ ରାଉତ ନାମକ ଏହି ଖଣି ମାଲିକ ବି ସେମିତି ବ୍ଲାଷ୍ଟିଂ କରୁଥିଲେ। କିନ୍ତୁ ହଠାତ୍ ଘଟିଲା ବଡ଼ ଘଟଣା। ନିଜ ପରିବାର ପେଟରେ ଦାନା ଦେବାକୁ ଏହି ଖଣି କାମ କରିବାକୁ ଆସିଥିବା 4ରୁ 5 ଜଣ ନିରୀହ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା। ସ୍ତ୍ରୀ ବିଧବା ହୋଇଯାଇଥିଲା। ପିଲାମାନେ ବାପଛଣ୍ଡ ହୋଇଯାଇଥିଲେ। ତଥାପି ଚୁପ୍ ଥିଲା ପ୍ରଶାସନ। ଉଦ୍ଧାର ପାଇଁ 2-3ଟି ଜେସିବିରେ କାମ ଆରମ୍ଭ କରିଦେଇଥିଲା। ବଡ଼ ବଡ଼ ପଥରକୁ ସାଇଡ୍ କରି ସେହି ପଥର ତଳୁ ନିରୀହ ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରି ସାଇଡ୍ କରି ତଳେ ରଖିଦେଇଥିଲା। ଆଉ ତଦନ୍ତ ପରେ ଦୋଷୀକୁ ଦଣ୍ଡ ଦିଆଯିବ କହି ଚାଲି ଯାଇଥିଲା। କ'ଣ ତଦନ୍ତ ହେବ ତାହା ତ ସମସ୍ତଙ୍କୁ ଜଣାଅଛି। ଏମିତି ଅନେକ ଖଣି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଆଉ ଓଡ଼ପଡ଼ା ବ୍ଲକରେ ବେଆଇନ ଭାବେ ଚାଲିଛି। ହେଲେ କାହାକୁ କିଛି ଯେମିତି ଫରକ ପଡ଼ୁନି। ଏମିତି ଶ୍ରମିକମାନଙ୍କ ଜୀବନ ଯାଉଛି, ପରିବେଶକୁ ବି ଦୂଷିତ କରିଚାଲିଛନ୍ତି। ସ୍ଥାନୀୟ ଲୋକେ ସବୁବେଳେ ଭୟ ଭିତରେ ଅଛନ୍ତି। ପ୍ରଶାସନ ଖଣି ମାଫିଆମାନଙ୍କ ସହ ମିଶି ଏସବୁକୁ ଅଣଦେଖା କରିଚାଲିଛି। ଆମେ ଜାଣିଛୁ ଏସବୁର କିଛି ଲାଭ ନାହିଁ। ପୁଣି କିଛି ଦିନ ପରେ ପୁଣି ନିରୀହ ଶ୍ରମିକମାନଙ୍କର ଜୀବନ ଯିବ। ପୁଣି ଗୋଟେ ସ୍ତ୍ରୀ ବିଧବା ହେବ। ପୁଣି ପିଲାମାନେ ବାପଛଣ୍ଡ ହେବେ। ହେଲେ ମାଫିଆ ଆଉ ପ୍ରଶାସନକୁ ଖାଲି ଟଙ୍କା ଦରକାର। ଦେଖାଯାଉ ଏ ପ୍ରଶାସନ ଆଉ ଖଣି ମାଫିଆଙ୍କ ମଧୁଚନ୍ଦ୍ରିକା ଭିତରେ ଏବେ କାହା ଜୀବନ ଯିବାର ପାଳି ଆସୁଛି ତାହା ତ ସମୟ କହିବ। ହେଲେ ନିରୀହ ଶ୍ରମିକଙ୍କ ଜୀବନ ନେଉଥିବା ଏହି ଖଣି ମାଫିଆଙ୍କ ସହ ପ୍ରଶାସନ ହାତ ମିଳାଇବାର କାରଣ କ'ଣ ହୋଇପାରେ? କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।